ଓಂ ବ୍ରହ୍ମ ପରମ ବ୍ରହ୍ମ କୁଳ ମାଲିକ ରାଧାସ୍ୱାମୀ ଦୟାଲୁଙ୍କ ଚରଣରେ ମୋର ପ୍ରଣାମ। ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ଚରଣରେ ମୋର ପ୍ରଣାମ। ଶ୍ରୀ ଶ୍ରୀ ବଡ଼ଦାଦାଙ୍କ ଚରଣରେ ମୋର ପ୍ରଣାମ। ଆଜିର ଆଚାର୍ଯ୍ୟ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ପ୍ରଣାମ। ସମସ୍ତ ଇଷ୍ଟପ୍ରାଣ ଗୁରୁ ଭାଇ ମା ମାନଙ୍କୁ ମୋର ଅନ୍ତରର ଜୟଗୁରୁ। କେମିତି ଅଛନ୍ତି ଆପଣମାନେ? ଠାକୁରଙ୍କ କୃପାରୁ ସମସ୍ତେ ଭଲରେ ଥିବେ ବୋଲି ମୋର ଆଶା ଓ ବିଶ୍ୱାସ। ଆଜି ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 140 ବାଣୀ ଶୁଣିବା। ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ନିଶ୍ଚୟ ନିଜର ମତାମତ ଲେଖିବେ। ତାର ନୀତି ଶୁଣିବା ଆଗରୁ ଠାକୁରଙ୍କର ଗୋଟିଏ ସୁନ୍ଦର କଥା ଶୁଣିବା। ଦିନେ ଗୋଟିଏ ମା ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଶ୍ନ କଲେ, ମାଛ ମାଂସ ନ ଖାଇଲେ କାଳେ ସ୍ୱାସ୍ଥ୍ୟ ଭଲ ରହେ ନାହିଁ? ଶ୍ରୀ ଶ୍ରୀ ଠାକୁର କହିଲେ, ନ ଖାଇଲେ ହିଁ ଭଲ ରହେ, ଖାଇଲେ ଅଳ୍ପାୟୁ ହୋଇଯାଏ। ମା କହିଲେ, ପ୍ରୋଟିନ୍ର ଅଭାବ ହୁଏ ତ? ଶ୍ରୀ ଶ୍ରୀ ଠାକୁର କହିଲେ, ସୁସିଦ୍ଧ ଡାଲି, ଖସା ବଟା, ଚିନାବାଦାମ ବଟା ଖୁବ୍ ଭଲ ପ୍ରୋଟିନ୍। ଦୁଧ କଥା ତ ଆଉ କହିଲି ନାହିଁ। ଖୁବ୍ ଚା ଖାଉ, ତାଠାରୁ ବରଂ ରୋଜ 1 କପ୍ ଦୁଧ ଯଦି ଆସ୍ତେ ଆସ୍ତେ ଚୁଷି ଚୁଷି ପିଉ ତାହେଲେ ଭଲ ହୁଏ। ଏହାଦ୍ୱାରା ମା ଆୟୁ ବୃଦ୍ଧି ପାଏ। ଅବଶ୍ୟ ହଜମ ହେଲା ଭଳି ଖାଇବା ଦରକାର। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଉ କେତେଟା କଥା ମନକୁ ଆସେ। ଚାଉଳ ଧୁଆ ପାଣି ନ ଫୋପାଡ଼ି ସେଥିରେ ରାନ୍ଧିବା ଭଲ। ଫେଣ ନ ଗାଳିବା ଭଲ। ତରକାରୀରେ ଲୁଣ ପକାଇବା ଦରକାର ଠିକ୍ ଓହ୍ଲାଇବା ପୂର୍ବରୁ। ବେଶୀ ଆଗରୁ ଲୁଣ ପକାଇଦେଲେ ତାର ଗୁଣ ନଷ୍ଟ ହୋଇଯାଏ। ତରକାରୀରେ ମିଠା ପକାଇଲେ ତରକାରୀର ସୁଗର ଚିନି ନଷ୍ଟ ହୋଇଯାଏ, ତେଣୁ ତାହା ଭଲ ନୁହେଁ। ଏମିତି ବହୁତ ସୁନ୍ଦର ଭାବରେ ଶ୍ରୀ ଶ୍ରୀ ଠାକୁର ମାଙ୍କୁ ବୁଝାଇ ଦେଇଥିଲେ। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 140 ବାଣୀ ଶୁଣିବା। ନାରୀର ନୀତି 140 ବାଣୀ। ବର ମନୋନୟନରେ ଉପଯୁକ୍ତତା। ନାରୀ ଯେତେବେଳେ ଗର୍ଭଧାରଣକ୍ଷମ ହୁଏ ସେତେବେଳେ ହିଁ ପ୍ରକୃତି ତାହାକୁ ପୁରୁଷ ମନୋନୟନର କ୍ଷମତାରେ ଅଧିରୂଢ଼ କରି ତୋଳେ। ଆଉ ନାରୀ ଯଦି ବରକୁ ସ୍ୱେଚ୍ଛାମତେ ମନୋନୟନ କରିବାକୁ ଚାହେଁ ସେତେବେଳେ ହିଁ କେବଳ ସେ ତାହା ପାରେ, ନତୁବା ପିତା ମାତା ସର୍ବତୋଭାବରେ ଶ୍ରେଷ୍ଠ ଦେଖି ତାହାଙ୍କୁ ବରଣ କରିବେ ସେମାନଙ୍କ କନ୍ୟା ପାଇଁ। ସେହି କନ୍ୟାର ବର ବୋଲି ପରିଗଣିତ ହେବେ। ଏହା ହିଁ ଶାସ୍ତ୍ରର ନିୟମ। ବାଣୀ ସଂଖ୍ୟା 140। ପୁଣି ଥରେ। ବର ମନୋନୟନରେ ଉପଯୁକ୍ତତା। ନାରୀ ଯେତେବେଳେ ଗର୍ଭଧାରଣକ୍ଷମ ହୁଏ ସେତେବେଳେ ହିଁ ପ୍ରକୃତି ତାହାକୁ ପୁରୁଷ ମନୋନୟନର କ୍ଷମତାରେ ଅଧିରୂଢ଼ କରି ତୋଳେ। ଆଉ ନାରୀ ଯଦି ବରକୁ ସ୍ୱେଚ୍ଛାମତେ ମନୋନୟନ କରିବାକୁ ଚାହେଁ ସେତେବେଳେ ହିଁ କେବଳ ସେ ତାହା ପାରେ, ନତୁବା ପିତାମାତା ସର୍ବତୋଭାବରେ ଶ୍ରେଷ୍ଠ ଦେଖି ତାହାଙ୍କୁ ବରଣ କରିବେ ସେମାନଙ୍କର କନ୍ୟା ପାଇଁ। ସେହି କନ୍ୟାର ବର ବୋଲି ପରିଗଣିତ ହେବେ। ଏହା ହିଁ ଶାସ୍ତ୍ରର ନିୟମ। ବାଣୀ ସଂଖ୍ୟା 140। ଜୟ ଗୁରୁ।